ମୁଁ କେବେ ନିଜକୁ ସାବ୍ୟସ୍ତ କରେନି ଯେ ମୁଁ ବାଘ ବୋଲି। ମୁଁ ରମେଶ ଜେନା କେବେ ଘାସ ଖାଇବାର ନାହିଁ, କୋଉଠି ମୁଣ୍ଡ ବିକିବାର ନାହିଁ, କି ପଦ ପଦବୀରେ ଲାଳାୟିତ ହେବାର ନାହିଁ, ପଇସାରେ ବିକ୍ରି ହେବାର ନାହିଁ। ସେ ମୋ ଚରିତ୍ର ବିଷୟରେ ଠିକରେ ଜାଣି ନାହାନ୍ତି। ଆମ ସଭାପତି ବିଭିନ୍ନ କମ୍ପାନୀ ଦ୍ୱାରା ପରିଚାଳନା ହେଉଛନ୍ତି। ଆ ସହିତ ଭିଡ଼ିଓ ଫଟୋ କାଢ଼ିକି ଏଆଇସିସି କୁ ପଠାଇବେ ଏବଂ ସେଠି ନାଁ ନେବେ, ବାକି ରାଜ୍ୟର କଂଗ୍ରେସକୁ ଡୁବେଇ ଦେବେ। ମୁଁ ମୋ ମା ବାପାର ସ୍ୱାଭିମାନ ଉପରେ ଆଞ୍ଚ ଆସିଲା ଭଳି କୌଣସି କାମ କରିବାର ନାହିଁ ଏବଂ ମୋ ମା ବାପାର ସ୍ୱାଭିମାନ ସମ୍ମାନକୁ ରକ୍ଷା କରି ମୁଁ ଭୋଟ ଦେଲିନି କି ଦେବାର ବି ପ୍ରଶ୍ନ ଉଠୁନଥିଲା। 24 ବର୍ଷ ବିଜେଡି ସରକାର ସମୟରେ ମୋ ପ୍ରତି ଯେଉଁ ଅନ୍ୟାୟ ହେଇଛି, ମୋ ପରିବାର ପ୍ରତି ଯେଉଁ ଅନ୍ୟାୟ ହେଇଛି ଏବଂ ମୋ ଲୋକଙ୍କ ପ୍ରତି ଯେଉଁ ଅନ୍ୟାୟ ହେଇଛି, ତା ପାଇଁ ମୁଁ ସମୟ ଜଗିଥିଲି। ଯାହାଦ୍ୱାରା ଯେ ରାଜ୍ୟସଭା ଇଲେକ୍ସନ ଯେଉଁ ହେଲା, ବିଜେଡି ଦଳ ପ୍ରକୃତରେ କଂଗ୍ରେସକୁ ତଳିତଳାନ୍ତ କରିଛି ଏବଂ ପ୍ରକୃତ କଂଗ୍ରେସ ଲୋକଙ୍କୁ ଯେଉଁ ହଇରାଣ ହରକତ କରିଛନ୍ତି, ସେ ଯଦି ଗୋଟେ ପ୍ରକୃତ କଂଗ୍ରେସ ଲୋକ ହେଇଥିବ ସେ କେବେ ଭୁଲିବନି ବିଜେଡିଙ୍କୁ ଯେଉଁ ହଇରାଣ କରିଛନ୍ତି। ଯାହାଦ୍ୱାରା ମୋତେ ମୋ ବିବେକ କହିଲା ଯେ ବିଜେଡି ଦ୍ୱାରା ଯେଉଁ ହଇରାଣ ହରକତ ହେଇଥିଲି ମୁଁ, ତା ପାଇଁ ମୁଁ ବିଜେଡି ସମର୍ଥିତ ପାର୍ଟିକୁ ଭୋଟ ଦେବାର ପ୍ରଶ୍ନ ଉଠୁନି। ମୁଁ ମୋର ପ୍ରତିଶୋଧ ନେବି। ଯେବେ 2016ରେ ମୋତେ ଆରେଷ୍ଟ କଲେ, ବିଭିନ୍ନ ପ୍ରକାର ମକଦ୍ଦମାରେ ମୋତେ ଯୋଡ଼ିଲେ, କୌଣସି ଏଙ୍ଗେଲରେ ଛାଡ଼ି ନାହାନ୍ତି ଏବଂ ବିଭିନ୍ନ ପ୍ରକାର କାରଣ ଦର୍ଶାଇକି ବିଭିନ୍ନ ଏଙ୍ଗେଲର ଯେଉଁ କେସ୍ ଗୁଡ଼ିକ ମୋତେ ଦେବା ସହିତ ମୋର 80-85 ବର୍ଷର ବୁଢ଼ା ବାପାକୁ ମଧ୍ୟ କେସ୍ ଦେଇଥିଲେ, 30ଟି କେସ୍। ସିଏ ଯେତେବେଳେ ବର୍ଷେ ଜେଲ୍ ରହିଲେ, ମୋତେ ଯେଉଁ ବିଭିନ୍ନ ସମୟରେ ଅନେକ କେସ୍ ଲଗାଯାଉଥିଲା, ମୋତେ ଛତ୍ରପୁର ଜେଲ୍ରୁ ବ୍ରହ୍ମପୁର କୋର୍ଟକୁ ନିଆଯାଉଥିଲା ଏବଂ ମୋତେ ବ୍ରହ୍ମପୁର କୋର୍ଟରୁ ବ୍ରହ୍ମପୁର ଜେଲ୍କୁ ନେଇକି ମୋତେ ଏଣ୍ଟ୍ରି କରାଯାଉଥିଲା। ସେହି ସମୟରେ ମୋ ବାପା ମୋତେ ଜୁହାର କରି କହିଥିଲେ, ବାପା ମୋତେ ଏ ଭିତରୁ କେମିତି ବାହାର କରିଦେ, ମୁଁ ମରିଯିବି। ତ ମୁଁ ମୋ ମା ବାପାର ସ୍ୱାଭିମାନ ଉପରେ ଆଞ୍ଚ ଆସିଲା ଭଳି କୌଣସି କାମ କରିବାର ନାହିଁ ଏବଂ ମୋ ମା ବାପାର ସ୍ୱାଭିମାନ ସମ୍ମାନକୁ ରକ୍ଷା କରି ମୁଁ ଭୋଟ ଦେଲିନି କି ଦେବାର ବି ପ୍ରଶ୍ନ ଉଠୁନଥିଲା। ଯାହାଦ୍ୱାରା ପିସିସି ସଭାପତିଙ୍କୁ ମୁଁ କହିବାକୁ ଚାହେଁ ଯେ ରାଜ୍ୟ ରାଜନୀତି ଉପରେ ତାଙ୍କର ଅଭିଜ୍ଞତା କିଛି ନାହିଁ। କହିବାର କାରଣ ଯେ ସିଏ ଯେତେ ଏମ୍ପି ହେଇକି ଦିଲ୍ଲୀରେ ରହିଲେ, ଏଆଇସିସିର ରାଜନୀତି ଭିତରେ ବିଭିନ୍ନ ରାଜ୍ୟକୁ ଯାଇକି ପ୍ରଭାରୀ ହେଇଛନ୍ତି। ସେହି ରାଜ୍ୟରେ ସଂଗଠନ କ'ଣ କରୁଛନ୍ତି ଆଉ ସେହି ରାଜ୍ୟରେ କ'ଣ କରିକି ସିଏ ଆଉ ଥରେ ଏଆଇସିସିକୁ ଆସିଛନ୍ତି, ତା କାରଣ ଆପଣମାନେ ଜାଣିଥିବେ। ତା ସହିତ ଯେଉଁ କୌଶଳ ରାଜ୍ୟ କରିବି ବୋଲି ଯେଉଁ ଧମକ ଦେଉଥିଲେ, ନଥିଲେ ମୁଁ କଂଗ୍ରେସ ଦଳ ଛାଡ଼ିବି, ନହେଲେ ମୋତେ ପିସି ସଭାପତି କରାଯାଉ। ମୁଁ କୌଣସି ପଦବୀରେ ଲାଳାୟିତ ନୁହେଁ ଏବଂ କୌଣସି ପଇସାରେ କିଣା ବିକା ହେବାର ପ୍ରଶ୍ନ ଉଠୁନି। ମୁଁ ସେ ମେଣ୍ଟାଲିଟିର ନୁହେଁ, ସେ ରକ୍ତର ପିଲା ନୁହେଁ। ବାକି ଯେଉଁ କହୁଥିଲେ ବାଘ, ଗଞ୍ଜାମର ଗୋଟେ ବାଘ ଘାସ ଖାଇଦେଲା, ମୁଁ କେବେ ନିଜକୁ ସାବ୍ୟସ୍ତ କରେନି ଯେ ମୁଁ ବାଘ ବୋଲି। ମୁଁ ରମେଶ ଜେନା କେବେ ଘାସ ଖାଇବାର ନାହିଁ, କୋଉଠି ମୁଣ୍ଡ ବିକିବାର ନାହିଁ, କି ପଦ ପଦବୀରେ ଲାଳାୟିତ ହେବାର ନାହିଁ, ପଇସାରେ ବିକ୍ରି ହେବାର ନାହିଁ। ସେ ମୋ ଚରିତ୍ର ବିଷୟରେ ଠିକରେ ଜାଣି ନାହାନ୍ତି। ତା ସହିତ ବାକି ଯେଉଁ ବିଭିନ୍ନ ପ୍ରକାର ସମାଲୋଚନା ଆସୁଛି, ଆଲୋଚନା ଆସୁଛି, ବିଭିନ୍ନ ଲୋକ ବିଭିନ୍ନ କମେଣ୍ଟସ୍ ଦେଉଛନ୍ତି, ମୋ ବିଷୟରେ ଅଧିକାଂଶ ଲୋକ ପ୍ରକୃତ କଥା ଜାଣି ନାହାନ୍ତି। ଏହା ହେଉଛି କଥା। ବାକି ଯେଉଁ ରାଜ୍ୟରେ ଯେଉଁ ବଡ଼ ବଡ଼ ଇସ୍ୟୁ ହେଉଛି, ସେ ଇସ୍ୟୁ ସମୟରେ ଆମର ସଭାପତି ସେ ଇସ୍ୟୁକୁ କାହିଁକି ଗରମ କରୁନାହାନ୍ତି, ଲୋକଲୋଚନକୁ କାହିଁକି ଆଣୁନାହାନ୍ତି, ସରକାର ବିରୁଦ୍ଧରେ କାହିଁକି କହୁନାହାନ୍ତି, ତା କାରଣ ଆପଣମାନେ ଖୋଜନ୍ତୁ। ବାକି ମୁଖ୍ୟ କଥା ଯେ ଏ ଯେଉଁ ରାଜ୍ୟସଭା ନିର୍ବାଚନରେ 2ଟି ବିଜେଡି ବିଧାୟିକା ପ୍ରକୃତରେ ଭୋଟ ଦେଇନାହାନ୍ତି ଦିଲ୍ଲୀପ ରାୟଙ୍କୁ, କଂଗ୍ରେସର 2ଟି ବିଧାୟକ ଭୋଟ ଦେଇଛନ୍ତି। ତାକୁ ଯେଉଁ ଏଜେଣ୍ଟମାନେ ବସିଥିଲେ ସେମାନେ କଥାବାର୍ତ୍ତା ହିଁ କାରବାର କରୁଛନ୍ତି, ଏହା ସତ୍ୟ। ବାକି ଯିଏ ବାପା ଏଜେଣ୍ଟ ରହିବେ, ପୁଅ ଯାଇକି ଭୋଟ ଦେବ, ଆପଣମାନେ ତାକୁ ଚିନ୍ତା କରନ୍ତୁ ସେ ଭୋଟଟା କୁଆଡ଼େ ଯାଇଥିବ ଆଉ କାହାକୁ ଦେଇଥିବେ।
प्रकृत कथा को जानतु या सत्य सत्या जहाद्वारा आम डायरेक्ट कहूँ जे आम प्रकृत बीजेडी समर्थन पार्टी को आम भोट देनु बाकी कथा जब अनास्था प्रस्ताव अनास्था आनिले विधानसभा से समय बीजेडी कांग्रेस को समर्थन देलानी एवं बाकी जो प्रताप देव कहते माननीय विधायक से जो कहते जे आम राज्यसभा इलेक्शन मेंट करूँ परवर्ती समय प्रश्न उठुनी आम कांग्रेस सांगे मेंट कर प्रश्न उठुनी जहाद्वारा मु कहवाकू चाहे आम सभापति विभिन्न कंपनी द्वारा परिचालना होउचंती आ सहित वीडियो फोटो काढ़ी एआईसीसी को पठेबे एवं सेठी ना नेबे बाकी राज्यर कांग्रेस को डुबई देबे एमिदी अनेक लोक आपण माने कलाहांडी जिला को जानतु अनेक लोक कांग्रेस दल छाड़िकी अन्य दल को चली जाइछंती सभापति पीसीसी सभापति द्वारा तांको जिलार लोक जे गोटे सभापति हैला परे समस्त को नहीं आलोचना करने कथा समस्त मत नहीं कार्य करने कथा किंतु से जिनस केबे कौन सभा समिति हो एवं कौन निर्वाचन लड़बार हो से समय केबे कार मत नियंती नहीं से निजको निजे भावती मु गोटे हिटलर मो कथार सब चलबार अच्छी मो चिंताधारा सब रहीबार अच्छी जे यही जो भावना रही से भावना मु राजी नहीं संतुष्ट नहीं एवं तांकर कथार कथा मु शुणिबार नहीं यह हूँ कथा बाकी आपण मान चिंता करंतु जबे नुआपड़ा इलेक्शन हैला 2024 साधारण निर्वाचन कथा टी मन पकांतु 2000 साधारण निर्वाचन रे घासीराम माझी को स्वाधीन भाव किए ठिया करैथिला ताकू फाइनेंस किए करथिला जा द्वारा सप्तपूर्णा गाहरू बदनाम हो आर कारण किसी खोजा जाऊनी बाकी जो नुआपड़ा इलेक्शन और बाई इलेक्शन हैला सही समय घासीराम माझी को मन इच्छा टिकट देले एवं उपकूलीय नेता को सेठी एलाउ नहीं ताकर किसी काम नहीं जदि आमर काम किसी तांको पाखरे नहीं तांकर काम हेले मध्य आम पाखरे किसी नहीं एक कथा स्पष्ट भाव जानिबा दरकार यह हूँ कथा बाकी 2014 रे जो राज्यसभा इलेक्शन होता आपण माने रंजी विशाल को पचारतु से राज्यसभा इलेक्शन रे मोर भूमिका कौन थिला से कथा मन पकाउना मु मोर व्यक्तिगत जो मत मु जो शिकार होती बीजेडी सरकार द्वारा जो नाना प्रकार हैरान होती प्रतिशोध नेली मु खुशी अच्छी शांति अच्छी आ सभापति मत जो निलंबन कर स्वागत करुच्ची आ मो निज दम रे निज स्ट्रेंथ रे मु तैयारी निज दम